ପୁରେ ଅନୁକୂଳ ଚନ୍ଦ୍ର ଅନୁକୂଳ ଚନ୍ଦ୍ରଙ୍କ ବିଷୟରେ ମଧ୍ୟ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଛନ୍ତି। লীଳାମାନ ହେବ କୀର୍ତ୍ତି ରହିଯିବ, ତାଙ୍କ କୀର୍ତ୍ତି ରହିବ, ସେ ଲୀଳା କିଛି ସଂସାର କରିବେ, କଳି ଯୁଗରେ ଅବତାର ଆବିର୍ଭାବ ହେଇ ଏବଂ ଅନୁକୂଳ ନାମରେ ଆବିର୍ଭାବ ହେବେ। ଆଉ ଦେଶ ବିଦେଶରୁ ଭକ୍ତ ଆସିବେ ସତସଙ୍ଗ ଆଶ୍ରା କରି, ଦେଶ ବିଦେଶରୁ ଭକ୍ତମାନେ ସତ୍ସଙ୍ଗ ଆଶ୍ରାରେ ଆସିବେ ତାଙ୍କ ନିକଟକୁ। ପୁଣି ମହାପୁରୁଷ ଅଚ୍ୟୁତ କ'ଣ କହିଲେ? ସତନାମ ଗୋଟି ଉଚ୍ଚାରି ବୋଲିବେ ଭକ୍ତଙ୍ଗ ହେବ ଲୀଳା, ଶୂନ୍ୟ ମାର୍ଗେ ରହି ଅଚ୍ୟୁତ ଦେଖିବ ଯୁଗ ପୁରୁଷଙ୍କ ଖେଳା, ଯୁଗ ପୁରୁଷଙ୍କ ଖେଳା ହେ ସୁଜନେ ଯୁଗ ପୁରୁଷଙ୍କ ଖେଳା, ଯୁଗ ପୁରୁଷଙ୍କ ଖେଳା ହେ ସୁଜନେ ଯୁଗ ପୁରୁଷଙ୍କ ଖେଳା। ମହାପୁରୁଷ କହିଲେ ଯେ ସତ ନାମ ଗୋଟି ଉଚ୍ଚାରି ବୋଲିବେ ଭକ୍ତଙ୍କ ହେବ ଲୀଳା, ଶୂନ୍ୟ ମାର୍ଗେ ରହି ଅଚ୍ୟୁତ ଦେଖିବ ଯୁଗ ପୁରୁଷଙ୍କ ଖେଳା। ସତ ନାମ ଗୋଟି ଉଚ୍ଚାରି ବୋଲିବେ, ଭକ୍ତମାନଙ୍କ ସବୁ ଲୀଳା ଖେଳା ଭକ୍ତଙ୍କ ସହିତ କରିବେ ଏବଂ ପ୍ରଭୁଙ୍କର ଜୟ ହେବ।